ମୁଁ ପ୍ରଥମରୁ ଆପଣମାନଙ୍କ ପଛରେ କହିଛି ପିସିସି ସଭାପତି ଯାହାକୁ କହିଲେ ମୁଁ ତାଙ୍କୁ ଭୋଟ ଦେଇଛି। ପିସିସି ସଭାପତି କଣ କହିଲେ? ପିସିସି ଯାହାକୁ କହିଲେ ମୁଁ ତାଙ୍କୁ ଭୋଟ ଦେଇଛି। ପିସିସି ସଭାପତି କଣ କହିଲେ? ଦିଲ୍ଲୀପ ରାୟ ଯାହାକୁ କହିଲେ ମୁଁ ତାଙ୍କୁ ହିଁ ଭୋଟ ଦେଇଛି। ଆପଣ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇଛନ୍ତି? ନାଇଁ ମୁଁ ତ କହିଲି ନା ପିସିସି ସଭାପତି ମୁଁ କାହା ନାଁ ନେଇକି ମୁଁ କହୁନି। ପିସିସି ସଭାପତି ଯାହାକୁ କହିଲେ ତାଙ୍କୁ କଂଗ୍ରେସ ବିଧାୟକ ପରୋକ୍ଷରେ ହଉ ପ୍ରତ୍ୟକ୍ଷରେ ହଉ ବିଜେପି କି ଭୋଟ ଦେବା ଗୋଟେ ବଡ ଭୁଲ ବୋଲି କୁହାଯାଉଛି। ମୁଁ ଆପଣମାନଙ୍କ ପାଖରେ ପ୍ରଥମରୁ କହିଛି ଯେ ସେ ଯାହାକୁ କହିଥିଲେ ମୁଁ ତାଙ୍କୁ ହିଁ ଭୋଟ ଦେଇଛି। ଆଚ୍ଛା ଇଏ ଆପଣ କ୍ରସ୍ ଭୋଟ କରୁଛନ୍ତି ବୋଲି ପିସିସି ସେ ସଭାପତି କହିବେ ମୁଁ କଣ କରିବି? ତେଣୁ ତାମାନେ ଆପଣ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇଛନ୍ତି। ସେ ତାଙ୍କୁ କହିବେ ମୁଁ କିନ୍ତୁ ସେ ଯାହାକୁ କହିଛନ୍ତି ଆଚ୍ଛା କହିଲେ ତ ଭୋଟ ଦେଲେ ନିଲମ୍ବନ ଦେଇ ଯଦି ସେ ନିଲମ୍ବନ କରିବେ ଯଦି ମୁଁ କଣ କରିବି? ନିଲମ୍ବନ ଯଦି କରିବେ ମୁଁ କଣ କରିବି? ପିସିସି ସଭାପତି କହିଲେ ଭୋଟ ଦିଅ ପୁଣି ଭୋଟ ଦିଅ ନିଲମ୍ବନ ସଭାପତି ଯଦି ନିଲମ୍ବନ କଲେ ସେପଟେ କଣ ଆପଣଙ୍କୁ କହିପାରିବେ ଯେ ତାଙ୍କୁ ଭୋଟ ଦେବା ପାଇଁ କହିଥିବେ କେବେ ନିଲମ୍ବନ ତାହେଲେ କଲେ କାହିଁକି? ମୁଁ ସେ କଥା କହୁନି। ମୁଁ କହୁଛି ସେ ଯାହାକୁ କହିଛନ୍ତି ତାଙ୍କୁ ମୁଁ ଭୋଟ ଦେଇଛି। ଆଚ୍ଛା ନିଲମ୍ବନକୁ ନେଇ ପିସିସି ସଭାପତି କଣ କହିବେ? ନିଲମ୍ବନ କରିଛନ୍ତି ତାଙ୍କର ଯାହା ପାୱାର ଅଛି ସେ କରିବେ, କିଛି ଅସୁବିଧା ନାହିଁ। କାହିଁକି ଆପଣ ନିଲମ୍ବନ? ଆପଣ ତ କହିଥିଲେ ଠିକ ଅଛି, ନିଲମ୍ବନ କଲେ ଆମେ ତାକୁ ବି ଆମେ ଗ୍ରହଣ କରୁଛୁ। ମୋହନାରେ ନୂଆ ନେତା ଖୋଜିଲେଣି ଏବେ ଦୁଇ ବିଧାୟକ ଯାଇଥିଲେ ମୋହନାରେ ନୂଆ ନେତା ଖୋଜା ନୂଆ ନେତା ଖୋଜିବାରେ ମୋର ଅସୁବିଧା କିଛି ନାହିଁ। ବର୍ତ୍ତମାନ ମୁଁ କଂଗ୍ରେସ ଦଳର ଅଛି, କଂଗ୍ରେସ ଦଳ ରହିଛି, ମୋର କର୍ମୀମାନଙ୍କ ସାଙ୍ଗରେ ମୁଁ ଅଛି ଏବଂ ଯେଉଁମାନଙ୍କୁ ନୂଆ ନେତା କରିବା ପାଇଁ ଯାଇଛନ୍ତି ସେମାନେ ସବୁ ବିଜେଡିର ଲୋକ, ଯେଉଁମାନେ ମୋତେ 2024ରେ ବିରୋଧ କରିଛନ୍ତି ସେମାନଙ୍କୁ। ଆଚ୍ଛା ଦାଶରଥୀ ବାବୁ ପିସିସି ସଭାପତି ତାହେଲେ କଣ ଦିଲ୍ଲୀପ ରାୟଙ୍କ ଏଜେଣ୍ଟ ଥିଲେ? କଣ ଥିଲେ ମୁଁ ସେଟା କାହିଁକି କହିବେ? ନାଇଁ ମୁଁ ଆପଣମାନଙ୍କ ପାଖରେ ମୁଁ ସ୍ପଷ୍ଟ କରିବା ପାଇଁ ଚାହୁଁଛି ସେ ଯାହାକୁ କହିଥିଲେ ମୁଁ ତାଙ୍କୁ ଭୋଟ ଦେଇଛି। ସସ୍ପେଣ୍ଡ କାହିଁକି ହେଲେ ଆପଣ? ସସ୍ପେଣ୍ଡ କରିଲେ ତାଙ୍କୁ ଆପଣ ପଚାରନ୍ତୁ କଣ ପାଇଁ ସସ୍ପେଣ୍ଡ? ଆପଣ କହୁଛନ୍ତି କିଛି ଭୁଲ କରିନାହାନ୍ତି? ମୁଁ କିଛି ଭୁଲ କରିନି। ଆପଣ ଭବିଷ୍ୟତ ରାଜନୀତି ଉପରେ ପ୍ରଭାବ ପଡିବନି ସବୁ କିଛି? ମୋର ରାଜନୀତି ପ୍ରଭାବ ପଡିବାର ନାହିଁ। 2029ରେ ପୁଣି କମିଂ ସାର୍ ବିଧାନସଭା। ପିସିସି ସଭାପତି କହିଲେ ଆପଣ ଦେବା ପାଇଁ ଦିଲ୍ଲୀପ 2029ରେ ପୁଣି ମୁଁ ବିଧାନସଭାକୁ ଆସିବି। କଂଗ୍ରେସ ଦଳ, କଂଗ୍ରେସ ପିଲା 30 ବର୍ଷର ରାଜନୀତି ମୁଁ କଂଗ୍ରେସରେ ଅଛି। ସବୁ ତଥ୍ୟ ଦେଇଛନ୍ତି ଟିକେଟ ମିଳିବା ବହୁତ କଷ୍ଟ। ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଦିବାସୀଙ୍କୁ ଭଲ ପାଉଛି, ଆଦିବାସୀ ପିଲା ମୁଁ ଆଦିବାସୀ ହିସାବରେ ମତେ ସେ ନିଶ୍ଚିତ ଭାବରେ ଲେଖିକି ଜଣେଇବେ କି ଜଣେଇବାର କଣ ଅଛି? ସେ ସବୁ ଜାଣିଛନ୍ତି। ଦଳ ବିରୋଧୀ କାର୍ଯ୍ୟ କଲେ କେମିତି ଆଶା କରୁଛନ୍ତି? ଦଳ ବିରୋଧୀ କୋଉଠି? ଦଳରେ 30 ବର୍ଷ ଭିତରେ କ୍ରସ୍ ଭୋଟିଂ ମୁଁ କରିନି। କ୍ରସ୍ କୋଉଠି ଆସିଲା? ଭୋଟ ତ ମୁଁ ତାଙ୍କୁ ଯାହା କହିଲେ